बागवानी सरस्वती एवं सरस्वती आमर स्वर्गत श्रेष्ठ खंडरा दासकाठी दासकाठीश्वरले माँ सरस्वती को जोड़ी पद वंदना करिसंती से दासकाठी पद रे जोड़ी पद वंदना करी पुणी आमर विषय वस्तु को आशीर्वाद वंदनी शारदा मागो ब्रह्मा मागो संपरि निशानी सिद्धि प्रिय माक्षमा क्षमाहा विवाह पनि तमस्मी नंगर जरी ज्यामिनी तमी निश्चय एडी पनि रात्र रहछि भानुगुडी नाम हे विराप्ति वीरवरङ रंग कुमार मैत्री निशर्थ समय रे को उद्देश्य र दैले महाप्रभु कोन खको आज्ञा निशार्थ काल कि रवि मोरे द्वारे निशार्थ काल कि रवि मोरे द्वारे जको चितिर भय न करि मोरे मेरे भरोसा दारो तेरे भरोसा दारो तुमके छके दिया दासरो
নুহନ୍ତି ଦେଖନ୍ତୁ ଆଜ୍ଞା ଯାହାର ମନ୍ଦିରରେ ପ୍ରବେଶ କରିବାର ତ ସକ୍ଷମ ନୁହନ୍ତି ଏଇ ନିଶାର୍ଥ ସମୟରେ ଏଇ ଅର୍ଥରାତ୍ର ସମୟରେ କିଏ କାହାଣୀ କି ଚାଷୁରୀ ଯିବା ସେ ରାକ୍ଷସୀ କିବା ସେ ରାକ୍ଷସୀ କିଏ ସେ ଆହା ମୋର ଦଶମ ଧରି ବାରମ୍ବାର ଡାକ ଦେଉଛି ତୁମେ ଯାଇ ବୁଝି ଆସ ହେଉ ଆଜ୍ଞା ଯେତେବେଳେ ଆପଣଙ୍କର ନୌକର କରୁଛି ସବୁ ତ କାମ କରିବା ପାଇଁ ଅଛି ଆଉ ନ କରିବି କେମିତି କହିବି ବିଷୟ ବୁଝିବି ତେବେ ଲକ୍ଷ୍ୟ କରନ୍ତୁ এই বিষয়ে আমরা প্রস্তাব স্নেহ গুড়িয়া শ্লোক লেখা আছে কিপরি উদ্যমং সাহসং ধৈর্যং বলং বুদ্ধি পরাক্রমং আচ্ছা ষড়ৈতে যত্র তিষ্ঠতি তত্র দেব বিসংগিতঃ ইয়ার ভাবার্থ কিছু বুঝি পারলে କିଛି ନୁହଁ উদ্যম সাহস ধৈর্য বল বুদ্ধি পরাক্রম ପରାକ୍ରମ ষড়ৈতে যত্র তিষ্ঠতি মানে ছড়ি গুড়ি যা পাখরে থাকে তত্র দেব বিসংগিতঃ তঙ্গ দেবতা মানে মধ্য শঙ্কা করন্তি বা ভয় করন্তি ନିଶ୍ଚୟ ହେଲେ ମୁଁ ଯାହା ଦେଖୁଛି କଣ? ଆପଣଙ୍କ ଠାରେ ତ ଏଇ ଛଡ଼ି ଗୁଣ ପରିପୂର୍ଣ୍ଣ ଭାବରେ ହୋଇଛି ନା ହଁ। ଏଣୁ ଆପଣଙ୍କୁ ଭୟ ନ କରି ଆପଣଙ୍କ ଦ୍ୱାର ରଖି କିଏ ସେ ଆପଣଙ୍କର ଦଉଛି ଦୀର୍ଘ ନିଶ୍ୱାସ ଆଜ୍ଞା ଏ କଣ ହେଉଛି ଏଇଟା ତଳକୁ ଉପରକୁ ତଳକୁ ହଉନି ଆଜ୍ଞା ଏ ପୁଅ କୋଉଠି ଥିଲୁ ରେ କେଠି ନଉଛୁ ମୁଁ ମୁକା ଗାତ ଭିତରେ ଥିଲି ଆଜ୍ଞା ଏ ଯୋଉ ପାଣି ପଡ଼ିଲୁ ଭାରି ପଡ଼ିଲୁ ହଁ ଭଲ କରିଛୁ କୋ ଭାରି ପଡ଼ିଛୁ ହଁ। ମୁଁ ସବୁ ଏମିତିକା ଜିନିଷ ବହୁତ ତିନ୍ତି ଯାଏ ଯଦି 3-5 ରୁ ଯାଇ ତୁ ଭାରି ପଡ଼ିଛୁ ଭଲ କରିଛୁ ଆଉ ତିନି ଏବେ ବାହାରି ଆଜ୍ଞା ହଁ। ସେ ବାହାରିଲାଣି 30-40 ବର୍ଷ ଆଜ୍ଞା ହଁ କଣ କହିଥିଲି ଏ ସବୁ କଣ ହେଉଛି ହସା ମାନେ କଣ ସିଏ ଦେଖିଛି ସତ କଥା ଆଜ୍ଞା ଦେଖିଛି ଯେ ତାର କାରଣଟା ଜାଣି ପାରିଲାନି କାରଣ ପେଟୁଟା ତଳକୁ ଉପରକୁ ହଉଛି ଧସ ହେଲେ ହଁ। ଭୟ ଲାଗିଗଲି ହେଲେ କାହିଁକି ଏଇଟା ହଉଛି କଣ ଜାଣିଲାଣି କି କାହିଁକି ମୋର ହଂସା ଉଡ଼ି ଗଲା ବୀରବର ଘେ କେଣେ ଅଛି ମୋର ହଂସା ଉଡ଼ି ଗଲା ବୀରବର ଘେ କେଣେ ଅଛି ଆଜ୍ଞା ହସା ବୋଲତେ କଣ କଣ ହେଲା ହେ ବାବୁ ଏ ଦୁନିଆ ହେଲଣି ଆଉ ଘର করে ଆଣ୍ଡ୍ରାଟା ହେଲା ତାରୁ ହଂସା ବଳ କେମିତି ଜାଣିବା ହସା ବୋଲତେ କଣ ଆଜ୍ଞା ହଂସା ମାନେ ପ୍ରାଣୀ ମାନଙ୍କର ହଉଛି ଗୋଟେ ସାହସ ହଁ ଧୈର୍ଯ୍ୟ ହଁ ତା ମାନେ ଆପଣଙ୍କର ଦଶରାମ ଶୁଣିବା କ୍ଷଣି ଦେଖିଲେ ମୋର ମୋର ସାହସ ଉଡ଼ିଯାଉଛି ମହାପ୍ରଭୁ ମୋର ସାହସ ଉଡ଼ିଯାଉଛି ମୋର ଦଶମ ଶୁଣିବେ କ୍ଷଣି ତୁମର ସାହସ କାହିଁକି ଉଡ଼ି ଯାଉଛି ହଇକି ଆଜ୍ଞା କାର ହେଲେ ଉଡ଼ିଯିବନି କି କାହିଁକି ନା ନାଇଁ କାର ହେଲେ ଉଡ଼ିଯିବନି କାହିଁକି ଦେଖନ୍ତୁ ଏଇ ପୃଥିବୀ ପୃଷ୍ଠରେ ଯେତେ ପ୍ରାଣୀ ଜନ୍ମ ଲାଭ କରନ୍ତି ବାପା ମା ଶ୍ରଦ୍ଧାରେ ଗୋଟିଏ ନାମ ଦିଅନ୍ତି ନିଶ୍ଚୟ ଆଉ ଜ୍ୟୋତିଷ ଦ୍ୱାରା ଗୋଟିଏ ନାମ ଏ ଯୋଉ ଖଡ଼ିବାଜି କହୁଛନ୍ତି ହଁ ଦୁଇ ଗୋଟିଏ ହେଲା ଆପଣ ରାଧାର ପୁଅ ବୋଲି 3 ଗୋଟି ନାମ ହୋଇଥାନ୍ତା ଆଚ୍ଛା ନଚେ ଥର ହେ ଆପଣଙ୍କର ବାପା ମାଙ୍କୁ ବେଲା ତୁର ପୁଅ ବୋଲି ଭଣ୍ଡାର ପୁଅ ବୋଲି 4 ଗୋଟି ନାମ ହୋଇଥାନ୍ତା ହେ ହଁ ତାହେଲେ ହଉଛି କୋଡ଼ିଏ ବଳ ଦଶରାମ ବୋଲି ଦଶ ନାମ ମୁଁ ଭାବୁଛି କାଳେ ଆପଣଙ୍କର ଦଶରା ବୋପା ଆଉ ଦଶରା ମା ହଁ ହଁ ହେଇଯିବ এই যে ওদের নামরে ওবা ওড়ে নিয়না পড়লে তমে তাঙ্গে এমনি বিশেষে হও না ସେପରି ନୁହେଁ যাহা হচ্ছে উল্লেখাକୁ পড়াই দে গলা ଆଉ ନା ତ ନା ସେପରି ନୁହେଁ ଆଉ ମୁଁ 10 ସ୍ଥାନରେ 10 ଗୋଟି ଉପକାର କରି 10 ସ୍ଥାନରେ 10 କୋଟି ଉପକାର କରି 10 ନାମକୁ ହିଁ ମୁଁ ଧାରଣ କରିଛି ହେଲେ ଆଜ୍ଞା ହଁ। ସ୍ୱର୍ଗରେ କିବା ମଧ୍ୟରେ କି ପାତାଳରେ ନହେଲେ କୋଠି ମିଳି ଦେବେ ନହେଲେ ପାଳଗଦା ବୋଲେ ନହେଲେ ଭରଗଛ ଖାଲି ପାଇଛି ବୋଲେ କେ ଜାଣିପାରିବ କି ପାଇକି ହେଲେ ମେଡିକାଲରେ ତ ମା କଣ ପିଲା ପାଇଛି ନା କୁକୁର ପିଲା ପାଇଛି ଏ ପାଇଛି ବୋଲେ ଲୋକେ